खेलवाकू जाइछंती निश्चय आसीबे प्रिया निश्चय आसीबे प्रिया तुम्हें तो महाराणी मोर जीव जीवन तुमको पाइन आजी होइछि धन्य प्रिया स्वामी आस महाराणी मोर जीव जीवन तुमको पाइन आजी होइछि धन्य तुमे मोर जीव जीवन अपने जाना स्वामी तुम्हें मोर साथे थिले लागे उजाला तुमको पाई भूली गली कष्ट दूरा तुम्हें मोर साथे थिले लागे उजाला तुमको पाई भूली गली कष्ट दूरा पतिव्रत नारी होई हातरे संसा पिंधि पतिव्रत नारी होई हातरे संसा पिंधि आउ तुम मथा सिंदूरा मोरा पुने जाना मोरा जीवा जीवना महारानी मोरा जीवरा धना तुमको पाइना आज होइछि धन्य राधना स्वामी हाँ प्रिया पुत्र मोर आकाश सागर प्रिया ए पर्यंत आसिले ना कहीं निश्चय आसबे प्रिया अरे बापा सागर बापा आकाश अरे धन कोठी अच्छी रे धन आज तो पिता विजयसन डाकुची तोते क्षण मात्र न देखिले चतुर्दिग लागे अंधकार तू हेउछु मो जीवन अरे धन तो मुह को चाहे थरे देखिबी रे धन निश्चय देखिबी प्रिया निश्चय आसुथिब टिके एठी आमे अपेक्षा କରିବାକୁ पड़िବ घेला करंतु पिता माता आशीर्वाद करुछि पुत्र हेउ तुमर मनस्कामना परिपूर्ण उठ उठ पुत्र रही थाउ तुमर सदा सर्वदा पितृभक्ति गुण पुत्र सागर हाँ पिता अरे बापा आकाश पिता तुमे माने होइछ मो हृदयर कलिजा तुमको क्षण मात्र न देखिले चतुर्दिग लागे अंधकार तुंडे मोर न पसैनी सतरे धन पिता पिता हाँ पुत्र
ମାତା କ୍ରନ୍ଦନ କରୁଛନ୍ତି ପିତା ହେଲେ କାହିଁକି ପିତା ମାତା କ୍ରନ୍ଦନ କରିବାର କିଛି ଆବଶ୍ୟକ ନାହିଁ ରେ ଧନ। ଆମ ଏ ଚନ୍ଦନଗଡ଼ ରାଜ୍ୟରେ କ'ଣ ଅସୁବିଧା ଅଛି? ଆଜି ତୋ ମା ମନ ଦୁଃଖ କରୁଛି, ସେ ମନ ଦୁଃଖ କରିବା ବୃଥାର ବାକ୍ୟ। ମୁଁ କହୁଛି ପରା, এই ଚନ୍ଦନଗଡ଼ ରାଜ୍ୟରେ କିଛି ଅଭାବ ଅଛି। କାହିଁକି ନା ମା ତୁମେ କାହିଁକି ସବୁବେଳେ ମନ ଦୁଃଖ କରିକି ରହିଛ ମା? ବାପ ଧନ ଆଉ ମନ ଦୁଃଖ କରିବିନି କାହିଁକି? ତୁମେ ହଉଛ ମୋ ଅନ୍ଦରର ନୟନ। ତୁମକୁ ନ ଦେଖି ମୁଁ ଖଣ୍ଡ ମାତ୍ର ରହିପାରିଛି କି ଧନ? ମା ବାପ ଧନ ଭାଇ ହଁ ବଡ଼ ଭାଇ ମା ଆମେ କ'ଣ ଛୋଟ ବାଲକ ହୋଇ ଅଛୁ ଯେ ଆପଣଙ୍କର ପନତ କାନିରେ ସଦା ସର୍ବଦା ଏମିତି ବାନ୍ଧି ହୋଇକି ରହିବୁ ମା? ନାଇଁ ରେ ଧନ ନାଇଁ ରେ, ମୁଁ ସେ କଥା କହୁନାହିଁ ତୋତେ। ହଁ ପୁଣି କ'ଣ କହୁଛ ମା? କ'ଣ କହୁଥିଲି କି ତୁମେ ମାନେ ସକାଳୁ ସକାଳୁ ଚାଲିଗଲ, ଆରେ ସନ୍ଧ୍ୟା ହେଲା ପର୍ଯ୍ୟନ୍ତ ତୁମେ ଆସିଲ ନାହିଁ, ସେଥିପାଇଁ ମୋ ମନଟା ଦୁଃଖ ଥିଲା ରେ। ଭାଇ ସେଥିପାଇଁ ମା ମନ ଦୁଃଖ କରିଛି। ମା ଶୁଣ ମା, ଘରେ ବାପ ଧନ ସ୍ନେହ ମହିମା କରୁଣା ମହି ବାପ ଧନ ମା ବାପ ଧନ ତୋହରେ ସ୍ନେହ ଭୁଲିବୁ ନାହିଁ মা বরত তোহর শীতল অমৃত ঢাল মা আশিস হাতরু নই মা বরত তোহর শীতল ছাই মা মা বাপ দানা ବାପଧାନ ମା ସଚିତା ହାତରେ ଧରା ଦେବ ନାହିଁ ସଚିତା ହାତରେ ଧରା ଦେବ ନାହିଁ ଧରା ଦେଲୁ ଆମେ ତୁମରି ପାଇଁ ତୁମର ଶୀତଳ ଛାଇ
ଦୁଃଖର କାହାଣୀ ମା ପୁଣି କ'ଣ ହେଲା ଆମକୁ ଖୋଜୁଥିଲେ ଯେ ବାପଧନ ମା ତୁମ ପିତା କିଛି କହିବି ବୋଲି ଭାବିଛନ୍ତି ହଁ ମା ତୁମକୁ କହିବାକୁ ଚାହୁଁଛନ୍ତି ରେ ଧନ ବାପା ଧନ କହିଲେ ମନା କରିବ ନାହିଁ ରେ ଧନ ନା ମା ମନା କରିବିନି ମା ଏ ବାପା ସାଗର ପୁତ୍ର ଆକାଶ ପିତା ସର୍ତ୍ତ ରଖିଛି ରେ ଧନ ଏଇ ଚନ୍ଦନଗଡ଼ ରାଜ୍ୟରେ ପିତା। ଆଜକୁ 25 ବର୍ଷ ହୋଇଗଲା ମୋ ବାହା ହଁ ପିତା ସେଇଥିପାଇଁ ମୋ ଜନପ୍ରଜା ମାନଙ୍କୁ ଗୋଟିଏ ଭୋଜି ଦେବା ପାଇଁ ସର୍ତ୍ତ ରଖିଛି ରେ ଧନ ଆଉ ସେ ସର୍ତ୍ତ କେମିତି କଲେ ପୂରଣ ହେବ ସେ କଥା ଟିକେ ମନେ ଚିନ୍ତା କରିବାକୁ ପଡ଼ିବ ସେ ସର୍ତ୍ତରେ ତୁମେ ମାନେ ଯେତେବେଳେ ଘୋର ଅରଣ୍ୟକୁ ମୃଗୟ ନିମନ୍ତେ ଯିବାକୁ ପଡ଼ିବ ଆଉ ସେ ଘୋର ଅରଣ୍ୟରୁ ମୃଗ ମାରି এই ଚନ୍ଦନଗଡ଼ ରାଜ୍ୟରେ ଆଣିଲେ এই ଜନପ୍ରଜା ମାନଙ୍କୁ ଗୋଟିଏ ଭୋଜି ଦେବା ପାଇଁ ଆୟୋଜନ କରିଛି ଧନ ତୁମେ ପିତୃବାକ୍ୟକୁ କେବେ ମଧ୍ୟ ଉଲ୍ଲଂଘନ କରିବାକୁ ପଡ଼ିବନି ନିଶ୍ଚୟ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପଡ଼ିବ ଏ ଧନ ନିଶ୍ଚୟ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପଡ଼ିବ ହେଲେ ବାପା ପ୍ରଭୁ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷ ରାଜା ଦଶରଥଙ୍କ ବାକ୍ୟକୁ ଅମାନ୍ୟ ନ କରି 14 ବର୍ଷ ବନବାସ ଯାଇଥିଲେ ସେଇ ବାକ୍ୟକୁ ଆଜି ମୁଁ ରାଜା ବିଜୟ ସେନ କହୁଛି ରେ ଧନ ମୋ ବାକ୍ୟକୁ କେବେ ମଧ୍ୟ ଅମାନ୍ୟ କରିବନି ତୁମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପଡ଼ିବ ହେଲେ ଧନରେ ପିତା ଆଜି ତୁମକୁ ଉପଦେଶ ଦଉଛି ତୁମେ ବେନି ଭାଇ ଘୋର ଅରଣ୍ୟକୁ ଯାଅ ମୃଗୟା ନିମନ୍ତେ ମୃଗୟା ଆଣିଲେ এই ଚନ୍ଦନଗଡ଼ ରାଜ୍ୟର ଜନପ୍ରଜା ମାନଙ୍କୁ ସେଇ ବାର୍ଷିକ ଗୋଟିଏ ଶ୍ରଦ୍ଧା ଅଛି ସେ ଉତ୍ସବ ପାଇଁ ଆୟୋଜନ ରଖିଛି ରେ ଧନ ଭାଇ କି ଚମତ୍କାର ଦୃଶ୍ୟ ଏ ଘର ଅରଣ୍ୟ ଜଙ୍ଗଲରେ ଯାଇ ମୂର୍ଖୟ ପାଇଁ ପିତା କହୁଛନ୍ତି କ'ଣ ମୁଁ ତୁ ପାରିବୁ କହ ଭାଇ ଭାଇ জ্যেষ্ঠ ভ্রাত ଭାଇ পিতা আদেশ কেবে অমান্য করিবা পাই দেবু নাহি জ্যেষ্ঠ ভ্রাত ତୁ ବି ରାଜି ହେଇଗଲୁ ଠିକ ଅଛି ତାହେଲେ ମୁଁ କ'ଣ କରିବି ମୁଁ ବି ରାଜି ହେଲେ ପିତା ନିଶ୍ଚୟ ମୃଗୟା ନିମନ୍ତେ ବେଣୀ ଭାଇ ଯାଇ ନିଶ୍ଚୟ ଆଣିବୁ ତାହେଲେ ଠିକ ଅଛି ରେ ଧନ ପିତା। ଠିକ ଅଛି জ্যেষ্ঠ ভ্রাত তাহলে নিশ্চয় ঘোর অরণ্যକୁ যাই মৃগয়া শিকার নিশ্চয় নেইকি আসিবু বড় ভাই ଠିକ ଅଛି ଭାଇ ହେଲେ ପିତା ପିତା ପୁତ୍ର খুশি মନରେ তাহলে বিদায় দিও পিতা ঠিক ଅଛି রে ধନ ତୁମେ ଆଜ ଶୀଘ୍ର ଶୀଘ୍ର ଚାଲିଯାଅ ଘୋର ଅରଣ୍ୟ ମୃଗୟା ନିମନ୍ତେ পুত্র কহে পিতাକୁ চাহি ন হো শুণ মগিরা ନିଶ୍ଚୟ ଶୁଣିବି ରେ ଧନ পুত্র কহে পিতাକୁ চাহি ন হো শুণ মগিরা তুম আদেশে জীবু সাননা তুম আদেশে জীবু সাননা পিতা দিও হে বিদায় বেলা হেলা
ଠିକ ଅଛି ପିତା ଆମେ ନିଶ୍ଚୟ। ଘର ଅରଣ୍ୟକୁ ତାହେଲେ ଯାଉଛୁ। ଠିକ ଅଛି ରେ ଧନ ଭାଇ ପିତା ତାହେଲେ ଆମକୁ ଆଶୀର୍ବାଦ ଦିଅ ପିତା ଆମେ ଚଞ୍ଚଳ ଫେରି ଆସିବୁ। ଠିକ ଅଛି ରେ ଧନ ଚଞ୍ଚଳ ବାହୁଡ଼ି ଯାଅ ଘୋର ଅରଣ୍ୟ ମୃଗ ନିମନ୍ତେ ପିତାଙ୍କ ପାଖରୁ ତୁମ ଆସିବା ପଥକୁ ଚାଟକେ ଚାହିଁ ରହିଥିବେ ରେ ଧନ ହଁ, ତୁମ ପିତା। ଆସିବା ପଥକୁ ଚାଟକେ ଚାହିଁ ରହି ହଁ ପିତା ଆମକୁ ତାହେଲେ ସିଂ ଉଠରେ ଧନ ତୁମର ଭଗବାନ ମଙ୍ଗଳ କରନ୍ତୁ ତେବେ ଯାଅ ପୁତ୍ର ଘୋର ଅରଣ୍ୟ ମୃଗ ନିମନ୍ତେ ପୁତ୍ର ଆକାଶ ସାଗର ମା ଯାଅ ଶୀଘ୍ର ଯାଅ ପୁତ୍ର। ଠିକ ଅଛି, ମା। ଆଉ ଗୋଟେ କଥା ପୁତ୍ର ମା ସୂର୍ଯ୍ୟ ଅସ୍ତ ନ ହେବା ପର୍ଯ୍ୟନ୍ତ ତୁମେ ଶୀଘ୍ର ଶୀଘ୍ର ଚାଲି ଆସିବ ରେ ଧନ। ଠିକ ଅଛି ମା ନିଶ୍ଚୟ ଫେରି ଆସିବୁ। ତେବେ ଯାଅ ବାଛ ପୁତ୍ର ଭାଇ ମହାରାଣୀ ବନିତା ସ୍ୱାମୀ ପୁତ୍ର ଦୁହିଁ ଚଳିଗଲେ ଘୋର ଅରଣ୍ୟ ମୃଗା ନିମନ୍ତେ ତେବେ ଯିବା ଆମେ ସେ କାରୁକାର୍ଯ୍ୟରେ କରିବା ଗନ୍ତବ୍ୟ ପଥରେ ଆଗମନକୁ ନେବା ତେବେ ଚାଲନ୍ତୁ ସ୍ୱାମୀ। ଠିକ ଅଛି ପ୍ରିୟ ଯିବା ଆମେ ନିଜ ବିଶ୍ରାମାଳୟକୁ